ଏଇଟା ଶୁଣୁଛ? ଆରେ କଣ ହେଲା? ଆମ କଲୋନୀର ନାରୀମାନେ ଏତେ ପୂଜା ପାଠ କରୁଛନ୍ତି, ଡେଲି ମନ୍ଦିର ଯାଉଛନ୍ତି, ଭଜନ କୀର୍ତ୍ତନ କରୁଛନ୍ତି, କାହା ଘରେ ଟିକେ ବି ଶାନ୍ତି ରହୁନି। ଆଜି ଆ ଘରେ ଗଣ୍ଡଗୋଳ ହେଲାଣି ତ କାଲି ତା ଘରେ ଗଣ୍ଡଗୋଳ ହେଲାଣି। ଏତେ ପୂଜା ପାଠ ସେ କରୁଛନ୍ତି, ଏତେ ମନ୍ଦିର ଯାଉଛନ୍ତି, ତାଙ୍କ ଘରେ କଣ ପାଇଁ ଶାନ୍ତି ରହୁନି କହିଲ? ଆରେ ସେ ସିନା ପୂଜା ପାଠ କରୁଛନ୍ତି, ହେଲେ ସ୍ୱାମୀର ଧର୍ମକୁ ଭୁଲି ଯାଉଛନ୍ତି। ଆରେ ସ୍ୱାମୀ ଧର୍ମ, ଆରେ ସ୍ୱାମୀ ଧର୍ମ ପୁଣି କଣ ଅଛି? ସ୍ୱାମୀର ଧର୍ମ ତିନୋଟି ଅଛି। ଏମିତି ତ କେତେ ଧର୍ମ ଅଛି। ଏଇ ତିନୋଟି ଧର୍ମ ପାଳନ କଲେ ନା ତାଙ୍କ ଘରେ ସୁଖ ଶାନ୍ତିରେ ଚଳିବେ। ଏକରେ କେବେ ବି ସ୍ୱାମୀକୁ ଖରାପ ବ୍ୟବହାର ଦେଖାନ୍ତୁ ନାହିଁ। ସେ ଶ୍ୱଶୁର ଘରେ ହଉ କି ଶାଶୁ ଘରେ ହଉ କି ସମାଜରେ ହଉ, କୋଉଠି ହେଲେ ତାଙ୍କୁ ନିଚ ଦେଖେଇବନି। ଦୁଇରେ, ତମ ସ୍ୱାମୀ ଯେତିକି ରୋଜଗାର କରନ୍ତୁ, ଅଧିକ ରୋଜଗାର କରନ୍ତୁ କି କମ ରୋଜଗାର କରନ୍ତୁ, ତାକୁ ଭଗବାନଙ୍କ ପ୍ରସାଦ ଭାବିକି ତାକୁ ଗ୍ରହଣ କରନ୍ତୁ। ତିନିରେ, ତମ ସ୍ୱାମୀ ମୋଟା ହଉ, କଳା ହଉ, ଗୋରା ହଉ, ଯେମିତି ବି ହୁଅନ୍ତୁ, ସେ ତମ ପାଇଁ ଦୁନିଆର ସବୁଠୁ ସୁନ୍ଦର ପୁରୁଷ ହବା ଦରକାର। ଅନ୍ୟ ପୁରୁଷ ମାନଙ୍କ ସହିତ ତାଙ୍କୁ କେବେ ବି ତୁଳନା କରିବ ନାହିଁ। ଏଇ ତିନୋଟି ଧର୍ମ ପାଳନ କରିଦିଅ, ଦେଖିବ ତମ ଜୀବନଟା ସ୍ୱର୍ଗମୟ ହେଇଯିବ। ଏହି ତିନୋଟି ଜିନିଷ ପ୍ରତ୍ୟେକ ନାରୀଙ୍କ ଭିତରେ ରହିବା ଦରକାର। ପ୍ରତ୍ୟେକ ନାରୀ ଭାବିବା ଦରକାର, ମୋ ସ୍ୱାମୀ ମୋ ପାଇଁ ସବୁ କିଛି। ତମ ସ୍ୱାମୀଙ୍କ ସେବା ଅଧିକ କରି ଭଗବାନଙ୍କ ସେବା କମ କରି ଦେଖିବ ତମ ଜୀବନଟା ସୁଖମୟ ହବ। ତାହେଲେ ଏଇଥିପାଇଁ ଆମ ଘରେ ଝଗଡା ନାହିଁ ନା? ଆଚ୍ଛା। ଆରେ ଏଇଥିପାଇଁ ତାହେଲେ ଆମ ଘରେ ଶାନ୍ତି ରହୁଛି ନା?